ଆଜି ମାଛ ମୁଣ୍ଡ ଛେଚଡ଼ା ଖାଇଲା ବେଳେ ବାବା ଆମର କ'ଣ କହିଲେ କହୁଛି ଶୁଣ। ଏଠି ମୁଁ ସକାଳୁ ସକାଳୁ ଠାକୁର ପୂଜା ସାରି ଆଉ ଆମର ଯେତିକି ଲୁଗାପଟା ସବୁ ଶୁଖେଇଦେଲି। ତ ଆଜି ଗୋଟେ ରେସିପି ମୁଁ ତିଆରି କରିବି। ଦେଖନ୍ତୁ ଏଇଠି ସବୁ ପରିବା ମୁଁ କାଟି ସାରିଛି। ଯେହେତୁ ମାନେ ସେ ଜାଣିନାହାନ୍ତି ମାଛ ମୁଣ୍ଡ ଛେଚଡ଼ା ହେବ, ତ ଚାଲନ୍ତୁ ଦେଖିବା ତିଆରି କରିବା ସେ କ'ଣ କହୁଛନ୍ତି ଖାଇକି। ଏ ମାଛ ମୁଣ୍ଡ ବି ଭାଜିକି ଫ୍ରାଏ କରିକି ମୁଁ ରଖିଦେଇଛି। ତ ଏଠି ତେଲ ଗରମ ହେଇଯାଇଛି, ସବୁ ପରିବା ପକାଇ ମୁଁ ଭାଜିଦେବି। ମାନେ ଟିକେ ତେଲ ପକାଇ ଭାଜିଦେଲେ ଭଲ ଲାଗେ, ତ ସେଇଥିପାଇଁ ମୁଁ ତେଲ ପକାଇ ଆଗ ପରିବା ସବୁକୁ ଭାଜି ଦେଉଛି। ଏଇଠି ଦେଖନ୍ତୁ ସବୁ ରେଡ଼ି ହେଇଗଲାଣି, ମାନେ ମସଲା କରିକି ବି ମୁଁ ମାନେ ହେଇଗଲାଣି ଛେଚଡ଼ା। ତ ଏଇଠି ଖାଇବା ବାଢ଼ି ଦେଇଛି ମୁଁ, ଦେଖନ୍ତୁ ସେ ଖାଇକି କ'ଣ କହୁଛନ୍ତି। ଆଉ ଯେଉଁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ପ୍ଲିଜ୍ ଶୀଘ୍ର ଶୀଘ୍ର ସବସ୍କ୍ରାଇବ୍ କରିଦିଅନ୍ତୁ। ଘାଣ୍ଟଟା ବଢ଼ିଆ ଅଛି, ଭଲ ଲାଗୁଛି। ବଢ଼ିଆ ଟେଷ୍ଟ ଲାଗୁଛି। ଛେଚା ମସଲା ଦେଇଛି ମୁଁ, ଗ୍ରାଇଣ୍ଡର ନାହିଁ, ଯେଉଁ ଲାଇନ୍ ନାହିଁ। ଭଲ ଲାଗୁଛି ରାଗ ହେଇଛି ନା କିଛି ଭଲ ଲାଗୁଛି। ତ ସାଙ୍ଗମାନେ ଆପଣମାନଙ୍କୁ ମାଛ ମୁଣ୍ଡ ଛେଚଡ଼ା କେମିତି ଲାଗେ ପ୍ଲିଜ୍ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ। ତ ରହିଲି, ନମସ୍କାର, ଜୟ ଜଗନ୍ନାଥ।